Hallelujah. Praise the Lord. Thank you, Jesus. Praise you, Jesus. We love you, Jesus. ସଦୟ ଖ୍ରୀଷ୍ଟ ମଣ୍ଡଳୀ ଆସନ୍ତୁ। ଆଜି ତ୍ରିଂଶ ସପ୍ତାହର ବୁଧବାରରେ ଆମେ ପଦାର୍ପଣ କରୁଅଛୁ। ଆଜି ତାରିଖ ହେଉଛି 29 ଅକ୍ଟୋବର। ଆଜିର ସୁସମାଚାର ଆମେ ଅଧ୍ୟୟନ କରିବା। ସାଧୁ ଲୁକ୍ ଲିଖିତ ସୁସମାଚାର ଅଧ୍ୟାୟ 13 ପଦ 22ରୁ 30 ଯାଏ। ଯୀଶୁ ପ୍ରତି ନଗର ପ୍ରତି ସହରରେ ଉପଦେଶ ଦେଇ ଦେଇ ଜେରୁସାଲେମ ଅଭିମୁଖେ ଯାଉଥିଲେ। ଜଣେ ତାହାଙ୍କୁ ପଚାରିଲା, ପ୍ରଭୁ, ଯେଉଁମାନେ ପରିତ୍ରାଣ ପାଇବେ ସେମାନଙ୍କର ସଂଖ୍ୟା କ'ଣ ଅଳ୍ପ? ସେମାନେ କହିଲେ, ସଂକୀର୍ଣ୍ଣ ଦ୍ୱାର ବାଟେ ପ୍ରବେଶ କରିବାକୁ ଚେଷ୍ଟା କର। କାରଣ ମୁଁ ତୁମମାନଙ୍କୁ କହୁଅଛି, ଅନେକ ପ୍ରବେଶ କରିବାକୁ ଚେଷ୍ଟା କରିବେ କିନ୍ତୁ ପାରିବେ ନାହିଁ। ଯେତେବେଳେ ଗୃହକର୍ତ୍ତା ଭିତରକୁ ଯାଇ ଦ୍ୱାର ରୁଦ୍ଧ କରିବେ ଏବଂ ତୁମେମାନେ ବାହାରେ ଠିଆ ହୋଇ ଦ୍ୱାରକୁ ମାରି କହିବ, ପ୍ରଭୁ, ଆମ ପାଇଁ ଦ୍ୱାର ଖୋଲନ୍ତୁ, ସେ କିନ୍ତୁ ତୁମମାନଙ୍କୁ ଉତ୍ତର ଦେଇ କହିବେ, ତୁମେମାନେ କେଉଁଠାରେ ମୁଁ ଜାଣେ ନାହିଁ। ସେତେବେଳେ ତୁମେମାନେ କହିବ, ଆମେମାନେ ଆପଣଙ୍କର ସାକ୍ଷାତରେ ପାନ ଭୋଜନ କରିଅଛୁ, ଆପଣ ରାସ୍ତା ଛକରେ ଆମମାନଙ୍କୁ ଉପଦେଶ ଦେଇଛନ୍ତି। ସେ ତୁମମାନଙ୍କୁ କହିବେ, ସତ୍ୟ ସତ୍ୟ ତୁମମାନେ କେଉଁଠାରେ ମୁଁ ଜାଣେ ନାହିଁ। ଦୁରାଚାରୀ ସମସ୍ତେ ମୋ ଠାରୁ ଦୂର ହୁଅ। ତୁମେମାନେ ଯେତେବେଳେ ଦେଖିବ ଆବ୍ରାହମ, ଇସାକ, ଯାକୋବ ଓ ସକଳ ପ୍ରବକ୍ତା ଈଶ୍ୱରଙ୍କ ରାଜ୍ୟରେ ବିରାଜମାନ, ଅଥଚ ତୁମେମାନେ ବିତାଡ଼ିତ, ସେତେବେଳେ ରୋଦନ ଓ ଦନ୍ତ ଘର୍ଷଣ ଶବ୍ଦ ହେଉଥିବ। ପୂର୍ବ ଓ ପଶ୍ଚିମ, ଉତ୍ତର ଓ ଦକ୍ଷିଣରୁ ଅନେକ ଆସି ଈଶ୍ୱରଙ୍କର ରାଜ୍ୟରେ ଭୋଜନରେ ଉପବେଶନ କରିବେ। କିନ୍ତୁ ଶେଷରେ ଥିବା କେତେ ଲୋକ ପ୍ରଥମ ହେବେ ଏବଂ ପ୍ରଥମରେ ଥିବା କେତେ ଲୋକ ଶେଷରେ ରହିବେ। ପ୍ରଭୁଙ୍କର ଦିବ୍ୟ ସୁସମାଚାର। ଅତି ସୁନ୍ଦର ବାକ୍ୟ ଆମେମାନେ ଶୁଣିଲୁ ପ୍ରିୟର ଭାଇ ଭଉଣୀମାନେ, ଯେ କେତେଜଣ ପରିତ୍ରାଣ ପାଇବେ। ଈଶ୍ୱର ଆଜି ଏକ ଉତ୍କୃଷ୍ଟ ସଠିକ୍ ଉତ୍ତର ଦେଉଛନ୍ତି। ସଂକୀର୍ଣ୍ଣ ଦ୍ୱାର ବାଟେ ପ୍ରବେଶ କରିଥିବା ଲୋକମାନେ। କ'ଣ ସେ ସଂକୀର୍ଣ୍ଣ ଦ୍ୱାର? ଯେଉଁ ଦ୍ୱାର ପ୍ରଶସ୍ତ ନୁହେଁ, ବିଳାସ ଭାଜନ ନୁହେଁ, ଆରାମଦାୟକ ନୁହେଁ, କମ୍ଫର୍ଟେବଲ୍ ରାସ୍ତା ନାହିଁ। କଣ୍ଟା ଅଛି, କଷ୍ଟ ଅଛି, କ୍ଲେଶ ଅଛି, ଆଘାତ ଅଛି, ମୃତ୍ୟୁ ଅଛି ଏବଂ ବିଭିନ୍ନ ପ୍ରକାର କଷ୍ଟ ଅଛି। ଏହି ଜଗତ ସମାଜ ଆଜି ବିଳାସ ବ୍ୟାସନର ରାସ୍ତା ଆପଣେଇବାକୁ ଚେଷ୍ଟା କରିଥାଏ। ଅନେକ ପ୍ରକାର ଆଡ଼ଭର୍ଟାଇଜମେଣ୍ଟ, ଅନେକ ପ୍ରକାର ପ୍ରଲୋଭନ, ପରୀକ୍ଷା ଏବଂ ସବୁଯାକ ସୁଲଭ ସୁନ୍ଦର ସୌନ୍ଦର୍ଯ୍ୟ ମନୋହର କରିଥାଏ, ଯାହାଦ୍ୱାରା ଆଜି ମାନବ ସମାଜ ସେହି ପ୍ରଶସ୍ତ ରାସ୍ତା, ସେହି ଆରାମଦାୟକ ରାସ୍ତା, ସେହି ଶସ୍ତା ରାସ୍ତା ଅବଲମ୍ବନ କରିବାରେ ମନୁଷ୍ୟ ପଛଘୁଞ୍ଚା କରେ ନାହିଁ। କିନ୍ତୁ ସେହି ରାସ୍ତା ପ୍ରଥମେ ଅତି ପ୍ରଶସ୍ତ, ଧୀରେ ଧୀରେ ସଂକୀର୍ଣ୍ଣ, ଶେଷରେ ନିଜକୁ ନିପାତ ବା ନଷ୍ଟଭ୍ରଷ୍ଟ କରିଥାଏ। ଅନ୍ୟପକ୍ଷରେ ସଂକୀର୍ଣ୍ଣ ରାସ୍ତା କଷ୍ଟ ଅଟେ, କାରଣ ଦୁନିଆର ସମାଜର ରୀତିନୀତି ବା ଚରିତ୍ରକୁ ଭ୍ରୂକ୍ଷେପ ନ କରି ବା ତାର ବିପକ୍ଷରେ ଆଗକୁ ବଢ଼ିବା ସହଜ ନୁହେଁ। କେତେ ଘାତ ପ୍ରତିଘାତ, ବିଡ଼ମ୍ବନା, ବିତୃଷ୍ଣା ଏଇ ସବୁଯାକ ଆସିବ। କିନ୍ତୁ ଆମମାନଙ୍କୁ କ'ଣ ଏଗେନ୍ଷ୍ଟ ଦ ରିଭର, ଏଗେନ୍ଷ୍ଟ ଦ କାରେଣ୍ଟ ଆମମାନଙ୍କୁ ସୁଇମିଂ କରିବାକୁ ପଡ଼ିବ, ପହଁରିବାକୁ ଅଛି। ଯାହା ଫଳରେ କି ଆମେମାନେ ଏହି ସଂକୀର୍ଣ୍ଣ ରାସ୍ତା ଦେଇ ଗଲେ ହିଁ ତାହା ଧୀରେ ଧୀରେ ୱାଇଡେନିଂ ହେବ, ସ୍ୱର୍ଗର ରାସ୍ତା ଉନ୍ମୁକ୍ତ ହେବ। ତେଣୁ ଆମେମାନେ ଯେଉଁମାନେ ସେହି ବିସ୍ତୀର୍ଣ୍ଣ ବା ଓସାରିଆ ରାସ୍ତାରେ ଯେଉଁମାନେ ଗମନ କରୁଅଛୁ, ବିଳାସ ବ୍ୟସନ ଜୀବନ ଯାପନ କରୁଅଛୁ, ବିଗିନିଂରେ ହୁଏତ ଆରାମଦାୟକ ହେବ, ଆମମାନଙ୍କୁ ସନ୍ତୁଷ୍ଟ ଲାଗିବ, ଖୁସି ମିଳିବ, ଆନନ୍ଦ ମିଳିବ, କ୍ଷଣିକ ତୃପ୍ତି ପାଇବା ପାଇଁ ଆମେମାନେ ଅନନ୍ତ ଅନାଦି ଅନନ୍ତ ଯନ୍ତ୍ରଣାର ନିଷ୍ପତ୍ତି ହାର ମାନି ଯାଉଅଛୁ। ତେଣୁକରି ଶେଷ ପରିଣତ ବୟସରେ, ଏହି ଯୁବକ ବୟସରେ ମାନେ ଛୋଟ ବୟସରୁ ହୁଏତ ଆନନ୍ଦ ମିଳିବ, କିନ୍ତୁ ପରିଣତ ବୟସରେ କଷ୍ଟ, ଦୁଃଖ, ଯାତନା ଏବଂ
ଅଶ୍ରୁପାତରେ ଜୀବନ କଟିବ। ଆଉ ସେତେବେଳେ ଈଶ୍ୱର କହିବେ କିଏ ତୁମେ, ମୁଁ ତୁମର ସ୍ୱର ଶୁଣି ନାହିଁ। ସେତେ ହଁ ଆମେ ତୁମ ସହିତ ପ୍ରାର୍ଥନା କରୁଛୁ, ଆରାଧନା କରିଅଛୁ, ଗିର୍ଜାକୁ ଯାଇଅଛୁ, ପ୍ରଚାର କରିଅଛୁ। ଈଶ୍ୱର କ'ଣ କହିବେ? ସେମାନଙ୍କ ସତ୍ୟ ତୁମେମାନେ କେଉଁଠାରେ ମୁଁ ଜାଣେ ନାହିଁ, ଦୁରାଚାରୀ ସମସ୍ତେ ମୋ ଠାରୁ ଦୂର ହୁଅ। ତୁମେମାନେ ଯେତେବେଳେ ଦେଖିବ ଆବ୍ରାହମ, ଇସାକ, ଯାକୁବ ସକଳ ପ୍ରବକ୍ତା ଈଶ୍ୱରଙ୍କ ରାଜ୍ୟରେ ବିରାଜମାନ, ଅଥଚ ତୁମେମାନେ ବିତାଡ଼ିତ, ସେତେବେଳେ ରୋଦନ ଓ ଦନ୍ତ ଘର୍ଷଣର ଶବ୍ଦ ହେଉଥିବ। ସେଟା ହେଉଛି ଜୀବନର ସେହି ସଂକୀର୍ଣ୍ଣ ବା ବିସ୍ତୀର୍ଣ୍ଣ ରାସ୍ତାରେ ଅତିକ୍ରମ କରୁଥିବା ଲୋକମାନଙ୍କର ଦଶା ବା ଦୁର୍ଦ୍ଦଶା। ଅନ୍ୟପକ୍ଷରେ ସଂକୀର୍ଣ୍ଣ ରାସ୍ତା ଦେଇ ଯିଏ ଗମନ କରେ, ଈଶ୍ୱର ଅଛନ୍ତି ସହାୟକ। ଯିଏ କଷ୍ଟ, ଦୁଃଖ ଏଇ ସବୁର ତିକ୍ତତା ମଧ୍ୟରେ ଉତ୍ତୀର୍ଣ୍ଣ ହେଇକି ନ ଆସିଲେ, ଏଇ ଷ୍ଟ୍ରଗଲ୍, ଏଇ ସଂଘର୍ଷ ଜୀବନ ଯାପନ ନ କଲେ ଆମେମାନେ ଉତ୍ତୀର୍ଣ୍ଣ ହୋଇପାରିବା ନାହିଁ। ତଦ୍ରୂପ ଆଜିର ପ୍ରଥମ ପଠନରେ ଆମେମାନେ ଅତି ସୁନ୍ଦର ବାକ୍ୟ ଆମେ ପଢ଼ିବାକୁ ପାଇଲୁ ଯେ ଖ୍ରୀଷ୍ଟଙ୍କ ପ୍ରତି ଆଜ୍ଞାବହତା ହେତୁ ଏକାରେକକୁ ପ୍ରେମ କରିବା ବା ପବିତ୍ର ଆତ୍ମା ମଧ୍ୟ ଆମର ଦୁର୍ବଳତାରେ ସାହାଯ୍ୟ କରିଥାନ୍ତି। when we are weak, vulnerable, ଯେତେବେଳେ ଆମେମାନେ ଦୁର୍ବଳ ଅଛୁ ଏବଂ କଷ୍ଟ ପାଉଅଛୁ, ଯଦି ଆତ୍ମା ପବିତ୍ର ଅଛି, ପବିତ୍ର ଆତ୍ମା ଆମର ସହାୟତା କରନ୍ତି। କାରଣ ଆମେମାନେ ଉପଯୁକ୍ତ ଭାବରେ ପ୍ରାର୍ଥନା କରିବା ପାଇଁ ଯେତେବେଳେ ପଦ ପାଇ ନଥାଉ, ସେତେବେଳେ ପବିତ୍ର ଆତ୍ମା ଅବର୍ଣ୍ଣନୀୟ ଭାବରେ ଆମମାନଙ୍କୁ ପଦ ଯୋଗାଇ ଦେଇଥାନ୍ତି। ପର୍ସନାଲ ପ୍ରେୟାର ହଉ, ଆରାଧନା ହଉ, ବେଳେବେଳେ ଭାଷା ବା ସେହି ଶବ୍ଦ ବାହାରି ନଥାଏ, ସେତେବେଳେ ଏହି ପବିତ୍ର ଆତ୍ମା ଆମମାନଙ୍କୁ ସାହାଯ୍ୟ କରିଥାନ୍ତି। ତେଣୁକରି ପ୍ରିୟର ଭାଇ ଭଉଣୀମାନେ, ଆମେମାନେ ଈଶ୍ୱରଙ୍କ ଦ୍ୱାରା ମନୋନୀତ ହୋଇଥାଉ। ତେଣୁ ଈଶ୍ୱର ନିଜର ଲକ୍ଷ୍ୟ ସାଧନ ପାଇଁ ଆହ୍ୱାନ କରିଥାନ୍ତି, ଯେଉଁମାନେ ତାହାର ଭୟଭୀତ କରିଥାନ୍ତି, ଯେଉଁମାନେ ପ୍ରତ୍ୟେକ ବିଷୟ ମଙ୍ଗଳରେ ପରିଣତ କରି ସେମାନଙ୍କୁ ସହାୟତା କରିଥାନ୍ତି, ଯେଉଁମାନଙ୍କ ପ୍ରତି ଈଶ୍ୱରଙ୍କର ଏହିପରି ବ୍ୟବହାର କରିଥାନ୍ତି, ସେମାନେ ବହୁ ପୂର୍ବରୁ ତାଙ୍କ ଦ୍ୱାରା ନିର୍ବାଚିତ ହୋଇଥାନ୍ତି। ତେଣୁ ଶେଷ ବାକ୍ୟରେ ଆମେ ଶୁଣିବା 30ରେ କ'ଣ କୁହାଯାଏ? ଯେଉଁମାନଙ୍କୁ ସେ ଏଥିପ୍ରତି ଉଦ୍ଦିଷ୍ଟ କରିଥାନ୍ତି, ସେମାନଙ୍କୁ ଆହ୍ୱାନ କରିଥାନ୍ତି। ଯେଉଁମାନଙ୍କୁ ଆହ୍ୱାନ କରିଥାନ୍ତି, ସେମାନଙ୍କୁ ଧାର୍ମିକ କରିଥାନ୍ତି, ଏବଂ ଯାହାକୁ ଧାର୍ମିକ କରିଥାନ୍ତି, ସେମାନଙ୍କୁ ଗୌରବାନ୍ୱିତ କରିବେ। ତେଣୁ ସୁସମାଚାରରେ ସଂକୀର୍ଣ୍ଣ ପଥ, ପ୍ରଥମ ପଠନରେ ଯେଉଁମାନେ ଈଶ୍ୱରଙ୍କୁ ଭୟ ଭକ୍ତି କରିଥାନ୍ତି, ଯେଉଁମାନେ ସଂକୀର୍ଣ୍ଣ ପଥ ଦେଇ ଯାଆନ୍ତି, ସେମାନେ ହିଁ ଈଶ୍ୱରଙ୍କୁ ଭୟ ଭକ୍ତି କରିଥାନ୍ତି। ଯେଉଁମାନେ ବିସ୍ତୀର୍ଣ୍ଣ ପଥ ଦେଇ ଯାଆନ୍ତି, ସେମାନେ ଈଶ୍ୱରଙ୍କୁ ଅବମାନନା କରିଛନ୍ତି, ବିମୁଖ କରିଥାନ୍ତି, ବିଳାସ ବିଷଣ ଜୀବନ ଯାପନ କରି ପରିଣତ ବୟସରେ ଦୁଃଖ, କଷ୍ଟ, କ୍ଲେଶରେ ଜୀବନ ଦନ୍ତ ଘର୍ଷଣ, ଅନ୍ଧକାରରେ କ୍ରନ୍ଦନ, ରୋଦନ, ବିଳାପର ସେହି ଅନାଦି ଅନନ୍ତ କଳ ପାଇଁ ସେମାନେ ତିକ୍ତତା ଏବଂ ବିରକ୍ତ ଜୀବନ ଯାପନ କରିଥାନ୍ତି। ତେଣୁକରି ପ୍ରିୟର ଭାଇ ଭଉଣୀମାନେ, ଆମମାନଙ୍କୁ ଦରକାର ଏହି ପଠନ ଆମକୁ ଚେତାବନୀ ଦିଏ ଦ ଆର୍ଜେନ୍ସି ଅଫ୍ ପର୍ସନାଲ ଡିସିସନ୍, ଯେ ମୁଁ ସଂକୀର୍ଣ୍ଣ ରାସ୍ତା ଦେଇଯିବି ନା ବିସ୍ତୀର୍ଣ୍ଣ ରାସ୍ତା ଦେଇଯିବି। ମୁଁ ପବିତ୍ର, ସତ୍ୟ, ଅନାଦି ଅନନ୍ତ ଈଶ୍ୱରଙ୍କୁ ପ୍ରେମ ଏବଂ ଭକ୍ତି ପ୍ରଦର୍ଶନ କରିବି, ନା ଏହି ସମାଜର ଦୁନିଆର ଢାଞ୍ଚାରେ ଶୈତାନିକ ପୈଶାଚିକ ଶକ୍ତି ଦ୍ୱାରା ପ୍ରଲୋଭିତ ହୋଇ ମୁଁ ସେହି ପ୍ରଶସ୍ତ ରାସ୍ତା ଅବଲମ୍ବନ କରିବି। ତେଣୁକରି ଆମମାନଙ୍କୁ ଦରକାର ସେହି ସତ୍ୟନିଷ୍ଠ ଈଶ୍ୱରଙ୍କୁ ଦେବାକୁ ହେଲେ ମାନିବାକୁ ଅଛି, ତାଙ୍କୁ ପ୍ରେମ କରିବାକୁ ଅଛି, ତାଙ୍କ ଠାରେ ଲୀନ ହେବାକୁ ଅଛି। ତେବେ ଯାଇ ଈଶ୍ୱରଙ୍କର ରାଜ୍ୟରେ ମୁଁ ସାମିଲ ହୋଇପାରିବି। ତେଣୁ ଆଜିର ଏହି ବୁଧବାର ଚିନ୍ତା ଚେତନା ଆମମାନଙ୍କୁ ସେହି ପ୍ରକାର ଶିକ୍ଷା ଅବଲମ୍ବନ କରିବା ପାଇଁ ସାହାଯ୍ୟ କରେ। ଏବଂ ସାମ ସଙ୍ଗୀତ ଆମମାନଙ୍କୁ କୁହେ, ସାମ ସଙ୍ଗୀତ 12:4-6, ଯେ ସ୍ଥାପଇ ଆଶା ମୁଁ ଦୟାମୟ ପ୍ରେମ ତୁମର, ମୋର ଆସ୍ଥା ମୋର ଆଶା ତୁମଠାରେ। କାରଣ ହେ ପ୍ରଭୁ ପରମେଶ୍ୱର, ଦିଅ ମୋତେ ଉତ୍ତର, ନିଶ୍ଚୟ ତୁମ୍ଭ ଜ୍ୟୋତି ବିହୁନେ ହେବି ମୁଁ ମୃତ୍ୟୁ ମୋର। ତୁମ୍ଭ ଜ୍ୟୋତି ହେବି ମୁଁ ମୃତ୍ୟୁ ମୋର, ନଚେତ୍
ଜିତିଲୁ ତାହାକୁ କହିବେ ଶତ୍ରୁ ମୋର, ଆନନ୍ଦିତ ନ ହୁଅନ୍ତୁ ପତନେ ବୈରୀ କୂଳ। ତେଣୁ ମୁଁ ଯଦି ପତିତ ହେବି, ମୁଁ ଯଦି ଭ୍ରଷ୍ଟ ହେବି, ମୁଁ ନଷ୍ଟ ହେବି, ମୋର ପ୍ରତିକୂଳ ମୋର ଶତ୍ରୁ ଶୈତାନ ମାନେ ଆନନ୍ଦିତ ହେବେ। ତେଣୁକରି ହେ ପ୍ରଭୁ, ତୁମଠାରେ ମୁଁ ଆସ୍ଥା ସ୍ଥାପନ କରୁଛି, କାରଣ ମୋର ଜିଜ୍ଞାସା, ମୋର ସଂକଳ୍ପ, ମୋର ଉଦ୍ଦୀପନା ଯେ ମୁଁ ସେଇ ସ୍ୱର୍ଗ ରାଜ୍ୟରେ ସଂଶ୍ଳିଷ୍ଟ ହେବି ଏହି ସଂକୀର୍ଣ୍ଣ ରାସ୍ତା ଦେଇ। ଲୋକେ ବଚସା କରିବେ, ବିଭିନ୍ନ ପ୍ରକାର ଭାଷା ଦ୍ୱାରା ବିଭିନ୍ନ ଆଞ୍ଚ ଆଣିବେ ଯେ କାହିଁକି ଏତେ ପବିତ୍ର ଦେଖେ ହେଉଛି, ଏ ସଂକୀର୍ଣ୍ଣ ରାସ୍ତା ଅବଲମ୍ବନ କରୁଛି, ଏ ହିଁ ସତ୍ୟନିଷ୍ଠ ବ୍ୟକ୍ତି, ଏ ପ୍ରକାର ସାଧୁ, ଏ ପ୍ରକାର ଅବାନ୍ତର ଚିନ୍ତା ଦ୍ୱାରା ମୋତେ ପ୍ରଲୋଭିତ, ପ୍ରଭାବିତ, ପ୍ରପୀଡ଼ିତ କରିବା ପାଇଁ ଚେଷ୍ଟା କରିବେ। କିନ୍ତୁ ପ୍ରଭୁ, ତୁମଠାରେ ମୁଁ ଆସ୍ଥା ସ୍ଥାପନ କରୁଅଛି, ତୁମେ ହିଁ ମୋର ଆଶା ଭରସା ଏବଂ ତୁମେ ହିଁ ମୋର ଜୀବନର ସର୍ବସ୍ୱ। ଯଦି ସେଇ ଆସ୍ଥା ଥାଏ ପ୍ରିୟର ଭାଇ ଭଉଣୀମାନେ, ଈଶ୍ୱର ଆପଣଙ୍କୁ, ମୋତେ, ଆମ ସମସ୍ତଙ୍କୁ ସେଇ ସ୍ୱର୍ଗ ରାଜ୍ୟରେ ଉପନୀତ ହେବା ପାଇଁ ଯାହାକୁ ସେ ମନୋନୀତ କରିଛନ୍ତି, ତାହାକୁ ଆହ୍ୱାନ କରିଛନ୍ତି, ତାହାକୁ ସେ କ'ଣ ପରିପକ୍ୱତା କରିବେ ଏବଂ ତାହାକୁ ଗୌରବାନ୍ୱିତ କରିବେ। ଈଶ୍ୱର ଆମ ସମସ୍ତଙ୍କୁ ଆହ୍ୱାନ କରିଛନ୍ତି, ସେମାନଙ୍କୁ ତାଙ୍କର ବାକ୍ୟ ଦ୍ୱାରା ରୂପାନ୍ତରିତ କରନ୍ତୁ, ପରିପକ୍ୱତାରେ ପରିପୂର୍ଣ୍ଣ କରନ୍ତୁ ଏବଂ ଆମ ଦ୍ୱାରା, ଏହି ଶରୀର ଦ୍ୱାରା, ଏହି ଜୀବନ ଦ୍ୱାରା ସେ ଗୌରବାନ୍ୱିତ ହୁଅନ୍ତୁ। ତେବେ ଆସନ୍ତୁ ସେହି ମହାନ ଈଶ୍ୱରଙ୍କୁ ଜୀବନର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଆରାଧନା, ସ୍ତୁତି, ପ୍ରଶଂସା କରିବା ଏବଂ ନିଶ୍ଚିନ୍ତ ଭାବରେ ସେହି ଈଶ୍ୱର ଆମକୁ ସଂକୀର୍ଣ୍ଣ ରାସ୍ତା ଦେଇ ଗମନ କରିବା ପାଇଁ ସାହାଯ୍ୟ କରିବେ ଏବଂ ଶେଷରେ ଦନ୍ତ ଘର୍ଷଣ ବା କ୍ରନ୍ଦନ, ବିଳାପ, ରୋଦନ ରହିବ ନାହିଁ। ଆନନ୍ଦ, ଉଲ୍ଲାସ, ହାଲେଲୁୟା, ସ୍ତୁତି, ପ୍ରଶଂସାରେ ଆମର ଜୀବନ ଚରିତାର୍ଥ ହେବ। ଈଶ୍ୱର ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ସମସ୍ତଙ୍କୁ ଜୟ ଯୀଶୁ।